সভারূঢ়া মহাভীমা ঘোরদষ্টঙ্গসূর্মুখী তৎপরভুজামুণ্ডমালা বরাভয়ঙ্করং শিবং মুণ্ডমালা ধরা দেবী দূরজীবাদিগম বরাম এবং সঞ্চিতকারী শ্মশান রেবাসিনাং। আদি দিনের ইষ্টদেবতা শনিশ্চর দেবতা, ইষ্টদেবী মা দক্ষিণকারী, জগন্নাথ বলভদ্র সুভদ্রা, সুদর্শনদী চতুর্ধামূর্তি দেবতা, লক্ষ্মীনারাୟଣ, ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆରୀ, ଯେଉଁମାନେ ଆଜିର ଏହି ଆଷ୍ଟ୍ରସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି, ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି, ମାନସିକ ପାରିବାରିକ ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ। ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ଡିସେମ୍ବର ମାସ 28 ତାରିଖ 2024 ମସିହା, ଧନୁ 13 ଦିନ, ପୌଷ ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ, ଶନିବାର। ତ୍ରୟୋଦଶୀ ତିଥି ରାତ୍ରି 3ଟା 33 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଚତୁର୍ଦ୍ଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ଅନୁରାଧା ବିଛା। ଅନୁରାଧା ନକ୍ଷତ୍ର ରାତ୍ରି 10ଟା 13 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଜ୍ୟେଷ୍ଠା ନକ୍ଷତ୍ର ଭୋଗ ହେବ। ଚନ୍ଦ୍ର ବିଛା ରାଶିରେ ଅହରାତ୍ର 60 ଦଣ୍ଡ ଅବସ୍ଥାନ କରିବେ। ତ୍ରୟୋଦଶୀ ତିଥି ଯୋଗୁଁ ବାଇଗଣ ଖାଇବା ମନା, ଖାଇଲେ ପୁତ୍ର କଷ୍ଟ ଏବଂ ପୁତ୍ରହାନି ହେବାର ସମ୍ଭାବନା ରହିଛି। ଏଣୁ ବାଇଗଣ ଖାଇବା ମନା। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଅଷ୍ଟମ ଚନ୍ଦ୍ର, ଶନିବାର ଓ ତ୍ରୟୋଦଶୀ ତିଥି ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ଉଚ୍ଚସ୍ଥାନ ଆରୋହଣ, ଆର୍ଥିକ କାରବାର, ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନମାଳିନ ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା, ସମ୍ମାନ ହାନି ଏବଂ ସମସ୍ତ କର୍ମ କଣ୍ଟକ ସଦୃଶ ମନ ହେବ। ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଗେରୁଆ, ସଂଖ୍ୟା 6, ଆରାଧନା ପ୍ରଭୁ ହନୁମାନ। ବୃଷ ରାଶି ସପ୍ତମ ଚନ୍ଦ୍ର ଓ ଘାତ ବାର ଯୋଗୁଁ ଘାତ ବାରର ପ୍ରଭାବ ବିଶେଷ ରହିବ ନାହିଁ। ମୂଲ୍ୟବାନ ଧାତୁ, ବସନ ଭୂଷଣ ଓ ସୌଖିନୀ ଘରୋଇ ଉପକରଣ କ୍ରୟ କରିବେ। ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ। ଆମୋଦ ପ୍ରମୋଦ, ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଧ୍ୟାନ ଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 2, ଆରାଧନା ପ୍ରଭୁ ଶ୍ରୀରାମ। ମିଥୁନ ରାଶି ଷଷ୍ଠ ଚନ୍ଦ୍ର, ଶନିବାର ଓ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ, ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ। ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି ପାଇବ ଏବଂ କୌଣସି ସଭା କିମ୍ବା ସଂଗଠନର ନେତୃତ୍ୱ ମିଳିବ। ପରୋପକାର, ସମାଜ ସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଶତ୍ରୁମାନେ ମିତ୍ରତାରେ ହାତ ବଢ଼ାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା ବିଘ୍ନ ପ୍ରତିବନ୍ଧକ ଦୂର ହେବ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ, କର୍କଟ, ମିଥୁନ,
ସେମାନେ ଉପକୃତ ହେବେ। शुभ रंग सबुज, संख्या 4, आराधना भगवान विष्णु। कर्कट राशि, पंचम चंद्र और घात नक्षत्र जो मान सम्मान हानि, मानसिक दुश्चिंता, परिवार में मनमालिन एवं इतर जन ठारू अपमान पाइबे। संतान मानकर शिक्षा दीक्षा चाली चलन व्यवहार कथबार्ता और कर्म को नहीं चिंतित हेबे एवं पैतृक संपत्ति को नहीं विवाद किंबा पितामाता स्वास्थ्यगत समस्या देखा दे पारे। वाणिज्य व्यवसाय और परिवहन में मांदावस्था लगी रहिबो। कर्म विफलता और सम्मान हानि घटिबो। जो मानकर पुष्या कर्कट समान सतर्कता अवलंबन करेंगे। शुभ रंग धड़ा, संख्या 1, आराधना माँ भुवनेश्वरी। कन्या राशि, तृतीय चंद्र और घात बार जो घात बार प्रभाव विशेष रहा। नूतन कर्म आरंभ करपारती कि नूतन निजुक्तिर खबर मिल पारे। मनरे उत्साह उद्दीपना, परिवार सुख शांति, स्वजन सुसंपर्क एवं भाई भौणी प्रति स्नेह श्रद्धा और आंतरिकता अधिक रहिबो। सुखबर सुसंवाद मिल एवं समस्त कर्म सुचिंतित पदक्षेप नेबे। वाणिज्य व्यवसाय और परिवहन में आय अति उत्तम हेब। कर्म आशा ठारू अधिक सफलता एवं समस्त कर्म आपणकर कार्यदक्षता प्रकाश पाइब। जो मानकर उत्तरा फाल्गुनी और चित्रा कन्या से उपकृत हेबे। शुभ रंग मेरून, संख्या 8, आराधना माँ त्रिपुर सुंदरी। तुला राशि, द्वितीय चंद्र जो धन क्षति, मानसिक अस्थिरता, परिवार में मनमालिन एवं शारीरिक पीड़ा भोगे। अन्य ठारू आनिथिबा धन फेरेबार असमर्थ हेबे एवं अन्य को देइथिबा धन पाइबार विफल हेबे। वाणिज्य व्यवसाय परिवहन में क्षति पहुँचब। कर्म विफलता और बाधा विघ्न लगी रहिबो। जो मानकर चित्रा और विशाखा तुला सेमाने सतर्कता अवलंबन करेंगे। शुभ रंग नील, संख्या 6, आराधना माँ कमला। मिछा राशि, श्रीचंद्र जो धन मान सम्मान लक्ष्मीकर कृपा एवं सुखाद्य सुवचन प्राप्ति हेब। परिवार में स्वर्गीय सुख अनुभूत हेब एवं परिवार समस्त सदस्यों मध्य उत्तम बुझामणा रहिबो। परोपकार समाज सेवा धार्मिक कर्म अधिक आग्रह रहिबो एवं परिचित महिला ठारू साहाय्य सहयोग धन मिल। वाणिज्य व्यवसाय और परिवहन में आय अति उत्तम हेब। कर्म सफलता और महिला सहकर्मी साहाय्य सहयोग प्राप्त करेंगे। जो मानकर विशाखा और ज्येष्ठा बिच्छा से उपकृत हेबे। शुभ रंग लाल, संख्या 3, आराधना प्रभु हनुमान। धनु राशि, द्वादश चंद्र जो अपव्यय अपवाद अपदशु सामयिक मुक्ति मिल। सुखबर सुसंवाद मिल एवं ठीक समय ठीक निष्पत्ति नेबारे समर्थ हेबे। खर्च प्रति अनाग्रह एवं संचय प्रति मनरे आग्रह प्रकाश पाइब। वाणिज्य व्यवसाय और परिवहन में आय अति उत्तम हेब। कर्म आशा ठारू अधिक सफलता एवं समस्त अटकी काम को सफलतार सह संपादन करेंगे। जो मानकर मूला और उत्तराषाढ़ा धनु से उपकृत हेबे। शुभ रंग गोलापी, संख्या 2, आराधना माँ तारा। मकर राशि, एकादश चंद्र शनिवार और शनिकर क्षेत्र भोग होतिबारु असंभव को संभव करिबार समर्थ हेबे। समस्त आशा आकांक्षा अभिलाष पूर्ण हेब एवं समस्त इप्सित पदार्थ हाथ पांतर उपलब्ध हेब। धन संपद प्राचुर्य प्रतिपत्ति वृद्धि पाइब एवं आर्थिक स्थिति सुधार आसिब। अन्य को देइथिबा धन
ହୃତ ଧନ ଏବଂ ଆକସ୍ମିକ ଧନଲାଭ ହେବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଉତ୍ତରାଷାଢ଼ ଓ ଧନିଷ୍ଠା ମକର, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 11, ଆରାଧନା ମା ଦୁର୍ଗା। କୁମ୍ଭ ରାଶି। ଦଶମ ଚନ୍ଦ୍ର ଶନିବାର ଓ ଶନିଙ୍କର କ୍ଷେତ୍ର ଭୋଗ ହେଉଥିବାରୁ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ଦେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବ ଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ କଳା, ସଂଖ୍ୟା 6, ଆରାଧନା ମା କାଳୀ। ଶେଷ ରାଶି ମୀନ ରାଶି। ମୀନ ରାଶି ନବମ ଚନ୍ଦ୍ର ଶନିବାର ଓ ଶନିଙ୍କର କ୍ଷେତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ ଏବଂ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ। ଯେଉଁମାନଙ୍କର ପୂର୍ବ ଭାଦ୍ର ଓ ରେବତୀ ମୀନ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 7, ଆରାଧନା ମା ଧୂମାବତୀ। ଏ ଥିଲା ଆଜିର 12ଟି ରାଶିର ଦୈନିକ ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ଋଷ୍ୟାଦିଟି ହେଲା ଓଙ୍ଗଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା ସୁପ୍ରୀତୟେ। ଶନିଶ୍ଚର ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏ ଋଷ୍ୟାଦିକି ଥରେ ପଢ଼ିବେ ଏବଂ ମନ୍ତ୍ରଟି ହେଲା ଓଂ ଐଂ ହିଂ ଶ୍ରୀଂ ଶନୈଶ୍ଚରାୟ ନମଃ। ଏହି ମନ୍ତ୍ରଟିକି ସକାଳେ 108 ଏବଂ ସନ୍ଧ୍ୟାରେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।